ଏଥିରେ ମୁଁ ଆମର ପଣସ ଗଛରେ ଯେଉଁ ଏଇ ଗଛରେ ପଣସଟା ହେଇଥିଲା, ଏଇଟା ଏତେ ବଡ଼ ହେଇଥିଲା, ତାକୁ ମାଙ୍କଡ଼ ଟିକେ ଖଣ୍ଡିଆ କରିଦେଲେ ବୋଲି ମୁଁ ତୋଳି ଆଣିଲି। ଆଉ ମୋତେ ତ ପଚେଇ ଆସେନି କେମିତି କ'ଣ ପଚାଯାଏ ନା, ଏଠି ତାଙ୍କୁ ପଚାରି ପାରିଲିନି, ସେ ରହିକିରି ଘରେ ଅଟୋମେଟିକ୍ ପାଚିଗଲା। ଆଉ ନାତୁଣୀ ଖାଇବା ବୋଲିକି ମୋତେ ଆଉ କାଲିଠାରୁ ବସେଇ ଉଠେଇ ଦେଉନି। ମୁଁ ଶୁଣିଛି ତେଲ ହାତ ହେଲେ ପଣସ କଠା କାଟନ୍ତି, ଆଉ ପାଚିଲା ପଣସ ବି ମଧ୍ୟ ଛଡ଼ାନ୍ତି। ମୁଁ ଏମିତି ଦାଆରେ ତେଲ ଲଗେଇ ଦେଉଛି, ସୋରିଷ ତେଲ। ଦେଖାଯାଉ କ'ଣ ହେଉଛି। ଏଇଟା ଆମର ନୂଆ ଗଛରେ ପଣସ ହେଇଥିଲା। ଏଇଭଳି ଭାବରେ ପୁରା ଦେଖନ୍ତୁ, ଏମିତି ପୁରା ଦବିଗଲାଣି, ବାସ୍ନାରେ କମ୍ପୁଛି ପୁରା। ତାକୁ କାଟିବା ଆରମ୍ଭ କରି ମାଙ୍କଡ଼ ଏମିତି ଖଣ୍ଡିଆ କରିଛି, ସେତିକି ଆମେ କାଟିକିରି ଫିକି ଦେବୁ। ଏତେ ଓଜନ ବାପା ଉଠେଇ ପାରୁନି, ଆଉ ଓଜନ ଜିନିଷ ବି ମୋତେ ତ ଉଠିବାକୁ ଡକ୍ଟର ମନା କରିଛିନି। ଦେଖାଯାଉ, ଜୟ ଜଗନ୍ନାଥ। କାଟିଲା ପରେ ତାର ଖୋସା ଗୁଡ଼ିକ କେମିତି ବାହାରୁଛି। ଆଉ ଥରେ ଏମିତି ହେଇଥିଲା, ତାକୁ ଲୁଣ ମୋତେ କିଏ ଗୋଟେ ବତେଇ ଦେଇଥିଲା, ଲୁଣ ଦେଇଥିଲି। କିନ୍ତୁ ଲୁଣ ଦେବା ଦ୍ୱାରା ସେ ପଣସ ଟୋଟାଲି ପଚେଇ ଦେଲା, ପାଚିଲାନି, ପଚେଇ ଦେଲା, ଯେଉଁଟାକି ସବୁ ନଷ୍ଟ ହେଲା ଆମର। ଆଜି ଆପେ ଆପେ ଏଇଟା ସବୁ ପାଚିଛି। ମାଙ୍କଡ଼ ଖଣ୍ଡିଆଟା ଆମେ କାଟିକି ଫୋପାଡ଼ିଦେଲୁ। ଏମିତି ଗୋଟେ ଜାଗାରେ ଏମିତି କାଟିଦେଲେ ଯେତିକି ଠିଆ ହେବ, ଫେର୍ ସେ ଚୋପାଟା ତା ଦେହରେ ଏମିତି ଗୋଟି ପଣସ ଥିଲା ଭଳିଆ ତାକୁ ରଖାହେବ। এইଭଳି ଦେଖନ୍ତୁ, ଏମିତି ଛୋଟ ଛୋଟ ପଣସ ଖୋସାର, ଆଉ ମଞ୍ଜି ଗୁଡ଼ିକ ମଧ୍ୟ ଛୋଟ ମଞ୍ଜି। ଖାଇକିରି ପଣସ ଦେଖ ଭିଡ଼ିଓରେ କହ କେମିତି ଲାଗୁଛି। ପୁରା ମିଠା, ଭଲ ଲାଗୁଛି। ଆଉ ଦେଖିକିରି ଖାଇବୁ, ଆର ଗୋଟେ ତନ୍ତ ଥାଏ, ସେଟା ପାଟିରେ ଲାଗିବ, ତଣ୍ଟିରେ ଲାଗିଗଲେ ପୁରା ଜୀବନ ନେଇଯିବ। ତେଣୁ ଦେଖିକିରି ଖାଇବୁ। କେତେ ବଡ଼ ପଣସ, ଆକୁ କେମିତି ଖାଇକିରି ସାରିବୁ। ନା, ପଣସ ଗୋଟେ ଜିନିଷ କାହାକୁ ବି ଯାଚି ପାରିବୁନି। ମଞ୍ଜି ନେବାକୁ ସମସ୍ତେ ପସନ୍ଦ, କିନ୍ତୁ ଏମିତି ଖାଇବାକୁ ପସନ୍ଦ ନୁହେଁ। କାହାର ପେଟ କାମୁଡ଼ିବ, କାହାର କ'ଣ ହେବ, ଆମେ ଫେର ଦାୟୀ ହେବୁ। ସେଥିପାଇଁ କାହାକୁ ଯାଚିବା ଭଲ ନୁହଁ। ମଞ୍ଜି ଲାଗି ମୋତେ କହିଛନ୍ତି, ମଞ୍ଜିଟା ତ ନିଜେ ଆମର ସମସ୍ତଙ୍କର ମଞ୍ଜି ପସନ୍ଦ। ତେଣୁ ଯଦି ଅଧିକା ମଞ୍ଜି ବାହାରିବ, ଦେଖିବା ଯେ କହିଛନ୍ତି କାହାକୁ ଦେବି। ଏଇଟା ହେଲା ସକାଳୁ ସକାଳୁ ଉଠିକିରି ଏଇଟା ଫାଷ୍ଟ କାମଟା କଲି ମୁଁ। ମୋର ଦେହ ଅସୁସ୍ଥ ଲାଗେ, ମୁଁ ତ ବେଳାବେଳି ଉଠିପାରୁନି। ଏବେ ଉଠିଲି, ଉଠିକିରି ବ୍ରସ୍ କରିକି ଆସିକିରି ଏଇ କାମଟି କଲି। ଦେଖାଯାଉ କ'ଣ ହେଉଛି, ଆଜି ଦିନଟି କେମିତି କଟୁଛି। ମୋର ଭିଡ଼ିଓଟିକୁ ଦେଖିବାକୁ ହେଲେ ପ୍ରଥମେ ସବସ୍କ୍ରାଇବ୍ କରିବେ, ତାପରେ ଲାଇକ୍, ସେୟାର, କମେଣ୍ଟ କରିବେ। ଆପଣ ଭଗବାନଙ୍କ କୃପାରୁ ଆପଣମାନେ ସମସ୍ତେ ଭଲରେ ଥାନ୍ତୁ, ଆମେ ବି ଭଲରେ ଅଛୁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।